ଅଣଷଠି ଟଙ୍କା ବିନିଯୋଗ କରି କୋଟିପତି ହୋଇଗଲେ ଜଣେ ଯୁବକ। କଥାଟା ବିଶ୍ୱାସ ହେଉନଥିବ, କିନ୍ତୁ ଏହା ସତ୍ୟ ଘଟଣା। ଡ୍ରିମିଂ ଆପ୍ ଡ୍ରିମ୍ 11 ରେ ନିଜର ଏକ ଡ୍ରିମ୍ ଟିମ୍ ସୃଷ୍ଟି କରିପାରିବ। ଏଥିରେ ଭାଗ ନେଇଥିବା ବ୍ୟକ୍ତିମାନେ ଲାଇଭ୍ ମ୍ୟାଚ୍ ସମୟରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ଆଧାର କରି ପଏଣ୍ଟ ଜିତିବେ। ଟିମ୍ 11 ରେ ଭାଗ ନେଇଥିବା ଜଣେ ଯୁବକ ରାତାରାତି କୋଟିପତି ବନିଛନ୍ତି। ଡ୍ରିମ୍ 11 ଆପ୍ ବିଷୟରେ ସମସ୍ତେ ଜାଣନ୍ତି, କେବଳ କ୍ରିକେଟ ପ୍ରେମୀ ନୁହନ୍ତି। ଅଧିକାଂଶ କ୍ରିକେଟ ଖେଳୁନଥିବା ବ୍ୟକ୍ତି ମଧ୍ୟ ଡ୍ରିମ୍ 11 କଣ ଏହା ଜାଣିଛନ୍ତି। ଏହି ଆପ୍ ମାଧ୍ୟମରେ ଆପଣ ଗୋଟିଏ ଦିନରେ ଧନୀ ହୋଇଯିବେ, ତଥାପି ସଦାବେଳେ କିଛି ବ୍ୟକ୍ତି ଏଥିରେ ଟଙ୍କା ହରାଇ ପାରନ୍ତି। IPL 2024 ରେ 17ତମ ସିଜିନ୍ ଆରମ୍ଭ ହୋଇସାରିଛି। ଇତିମଧ୍ୟରେ ଜଣେ ଯୁବକ ରାତାରାତି କୋଟିପତି ହୋଇସାରିଛନ୍ତି। ଡ୍ରିମ୍ 11 ମାଧ୍ୟମରେ ଜଣେ 1 କୋଟି ଟଙ୍କା ଜିତିଛନ୍ତି। ଜାମ୍ମୁ କାଶ୍ମୀରର ଭାଦରୱାଦ ସହରର ଜଣେ ଯୁବକ ସାଗର ଭରତ ଡ୍ରିମ୍ 11 ରେ ଭାରତର ବର୍ତ୍ତମାନ 1 କୋଟି ଟଙ୍କା ଜିତିଛନ୍ତି। ସାଗର ମଧ୍ୟ IPL ମ୍ୟାଚ୍ ସମୟରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଏହି ମାଧ୍ୟମରେ ସେ 1 କୋଟି ରୋଜଗାର କରିଛନ୍ତି। ସାଗର ଏହି ଅବସରରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ମ୍ୟାଚ୍ ସମୟରେ ଡ୍ରିମ୍ 11 ରେ ଭାଗ ନେଇଥିଲି, କିନ୍ତୁ ମୁଁ ଜାଣିନଥିଲି ଏତେ ଟଙ୍କା ଜିତିବି ବୋଲି। ମୋର କିଛି ବନ୍ଧୁ ମୋତେ ଫୋନ୍ କରି କହିଥିଲେ ଯେ ମୁଁ ଡ୍ରିମ୍ 11 ରେ ପ୍ରଥମ ସ୍ଥାନରେ ଅଧିକାର କରିଛି ଆଉ 1 କୋଟି ଟଙ୍କା ଜିତିଛି। ସେ କହିଛନ୍ତି ଯେ ପ୍ରଥମେ ସେ ଏହି ଆପ୍ରୁ କୋଟି ଟଙ୍କା ଜିତିବା କଥା ଶୁଣିବା ପାଇଁ